ଆପଣ ସମସ୍ତଙ୍କୁ ଓଡ଼ିଆ ମାଷ୍ଟର ରାଜେଶ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ, ଗତକାଲି ପ୍ରାଚୀନ ମଧ୍ୟକାଳୀନ କବିତାକୁ ଆମେ ଆଲୋଚନା କରିଥିଲେ MCQ ଟାଇପ୍ କ୍ୱେଶ୍ଚନକୁ। ଆଜି ଆମେ ଆଲୋଚନା କରିବା ପ୍ରବନ୍ଧ ବିଭାଗ MCQ ସିଲେକ୍ସନ ପ୍ରଶ୍ନ ଉତ୍ତର। ଏ ପ୍ରବନ୍ଧ ବିଭାଗରେ 4ଟି ବିଷୟ ରହିଛି। ପିଲାମାନେ ଭଲ ଭାବରେ ପ୍ରବନ୍ଧ ଓ ପ୍ରାବନ୍ଧିକକୁ ମୁଖସ୍ଥ କରିଦେବରେ ଲଙ୍ଗ କ୍ୱେଶ୍ଚନ ହଉ କିମ୍ବା 2 ମାର୍କିଆରେ ହଉ 3 ମାର୍କିଆରେ ହଉ ପ୍ରବନ୍ଧ ଓ ପ୍ରାବନ୍ଧିକଙ୍କ ନାଁ ଲେଖିଦେଲେ 1 ମାର୍କ ଏବଂ ବିଷୟ ଭିତ୍ତିକରୁ 1 ମାର୍କ 2 ମାର୍କ ମିଳିବ। ତେଣୁ ଆଉ ଡେରି ନକରି ଏବେ ପ୍ରବନ୍ଧ ବିଭାଗକୁ ଆମେ ଆଲୋଚନା କରିବା। ପ୍ରବନ୍ଧ ବିଭାଗରେ ମୋଟ କେତେ ବିଷୟ ଅଛି? ମାତ୍ର 4ଟି ବିଷୟ। କ'ଣ କ'ଣ ନା ଆଧ୍ୟାତ୍ମିକ ଭିତ୍ତି, ସତ୍ୟମେବ ଜୟତେ, ସମାନତା, ସ୍ୱାଧୀନତା, ଭାତୃତ୍ୱ ଏବଂ ଶେଷ ବିଷୟ କ'ଣ? 4 ନମ୍ବର ବିଷୟ ଛୋଟ ହିଁ ସୁନ୍ଦର। ଆଉ ଡେରି ନକରି ଆଜିର କ୍ଲାସକୁ ଆରମ୍ଭ କରିବା। ପ୍ରଥମ କ'ଣ ଅଛି? ପ୍ରଥମ ଆଧ୍ୟାତ୍ମିକ ଭିତ୍ତି। ଲେଖକ କିଏ ରେ? ପ୍ରାବନ୍ଧିକ ନା ରତ୍ନାକର ପତି। ବେଦାନ୍ତ ଦର୍ଶନ ଓ ସାଂଖ୍ୟ ଦର୍ଶନରେ ଦୁଃଖକୁ କେତେ ଶ୍ରେଣୀରେ ବିଭକ୍ତ କରାଯାଇଛି? ଆର ସଠିକ ଉତ୍ତର ହେଉଛି ଦୁଃଖକୁ 3 ଭାଗରେ। ଯେଉଁ ଦୁଃଖ କେବଳ ଭକ୍ତାର ଦେହ ଓ ମନରୁ ଜାତ ହୁଏ ତା କେଉଁ ଦୁଃଖ? ତାପରେ ଆଧ୍ୟାତ୍ମିକ ଦୁଃଖ। ପିଲେ, ଆଧ୍ୟାତ୍ମିକ ଦୁଃଖ ଭିତରୁ ଆସରେ। ପ୍ରାଚୀନ ଭାରତରେ ଗ୍ରନ୍ଥ ରଚନା ଓ ଗ୍ରନ୍ଥ ସମାପ୍ତି ନିମିତ୍ତ ଗ୍ରନ୍ଥାକାର ମାନେ କାହାର କୃପା ଭିକ୍ଷା କରିଥାନ୍ତି? ଏହାର ସଠିକ ଉତ୍ତର ହେଉଛି ଦେବଶକ୍ତି। ପରବର୍ତ୍ତୀ ପ୍ରଶ୍ନ, କେଉଁ ନଦୀ କୂଳରେ ପ୍ରଥମେ ଆର୍ଯ୍ୟ ଋଷିମାନଙ୍କ କଣ୍ଠରୁ ଦିବ୍ୟ ଗୀତିକା ପ୍ରକାଶ ପାଇଥିଲା? ଏହାର ସଠିକ ଉତ୍ତର ହେଉଛି ସରସ୍ୱତୀ ନଦୀ କୂଳରେ। କ୍ୱେଶ୍ଚନ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚନରେ ପିଲା ଭଲ ଭାବରେ ଦେଖରେ। ଓ ବ୍ୟୁଟିଫୁଲ। ଆଧ୍ୟାତ୍ମିକ ଶବ୍ଦଟି ପ୍ରଧାନତଃ କେତୋଟି ଅର୍ଥରେ ବ୍ୟବହୃତ ହୋଇଥିବାର ଦେଖାଯାଏ ରେ? 2ଟି ଅର୍ଥରେ। ରାଷ୍ଟ୍ରର ବ୍ୟକ୍ତିମାନଙ୍କ ଚକ୍ଷୁରେ କିଏ ମୋହିତ ଦେବତା ସଦୃଶ? କିଏ ରେ ପିଲେ? ରାଜା ପରା, ରାଜା ରାଜା। କେଉଁ ବେଦରୁ ଚତୁର୍ବର୍ଣ୍ଣ ପ୍ରସଙ୍ଗ ଜଣାପଡ଼େ? ସଠିକ ଉତ୍ତର ହେଉଛି ଋକ୍ ବେଦ। ପଚାରିପାରେ ବେଦ କେତେ ପ୍ରକାର? ନା 4 ପ୍ରକାର। ଋକ୍, ଶ୍ୟାମ, ଯଜୁ, ଅର୍ଥବ। ପରବର୍ତ୍ତୀ କ୍ୱେଶ୍ଚନ, ପରବର୍ତ୍ତୀ ସତ୍ୟମେବ ଜୟତେ ଗୋବିନ୍ଦ ତ୍ରିପାଠୀ ପ୍ରାବନ୍ଧିକ। ପୃଥିବୀ ବା ମାଟିର ଗୋଟିଏ କେଉଁ ମନ୍ତ୍ର ଅଛି? ଆକର୍ଷଣୀ ମନ୍ତ୍ର। ସୂକ୍ଷ୍ମ ସତ୍ୟର ବିପରୀତ ଅର୍ଥ କ'ଣ? ସୂକ୍ଷ୍ମ ମିଥ୍ୟା। ସତ୍ୟମେବ ଜୟତେ ପ୍ରକାରାନ୍ତରେ କାହାର ପରାଜୟ ବୁଝିବାକୁ ହେବ? ଏହାର ସଠିକ ଉତ୍ତର ହେଉଛି ମିଥ୍ୟା। ପ୍ରତି କେତେ ଭୋଟରେ ଜଣେ ସଭ୍ୟ ବୋଲି ନିୟମ ହେଲା? ଏହାର ଉତ୍ତର ହେଉଛି 15। ବିନା ବାଜି କେଉଁ ଭଳି ଭୂଦାନ ଯାତ୍ରା କରିଥିଲେ? ସଠିକ ଉତ୍ତର ହେଉଛି ବଜ୍ରରେ ବା ପାଦରେ। ଯାହା ସତ୍ୟ ତାହା କ'ଣ? ଯାହା ସତ୍ୟ ତାହା ପରା ଇନ୍ଦ୍ରିୟ ଗ୍ରାହୀ। କୁଇନାଇନ୍ ଉପରେ କ'ଣ ଫୁଟ ଦେଇ ତାକୁ ମିଠା ଓ ଉଷୁଆ ବୋଲି ପିଲାଙ୍କୁ ଭଣ୍ଡାଯାଏ? ଚିନି। ଚିନିରେ ଭଲ ପାଉଥିବ ସବୁ ଚିନି। ମିଠା ଖାଅ କିରେ? ଓ ବ୍ୟୁଟିଫୁଲ। ପରବର୍ତ୍ତୀ କ'ଣ ପ୍ରବନ୍ଧ? ସମାନତା, ସ୍ୱାଧୀନତା, ଭାତୃତ୍ୱ। ପ୍ରାବନ୍ଧିକ କିଏ ରେ? ଚିତ୍ତରଞ୍ଜନ ଦାସ। ମୂଳ ଫରାସୀ ଶୁକ୍ଳଗାନ ଅନୁସାରେ ସେଥିରେ ସଦା ପ୍ରଥମେ କ'ଣ ରହିଥିଲା? ସ୍ୱାଧୀନତା ରହିଥିଲା। ଫରାସୀ ବିପ୍ଳବ କାଳୀନ ଅର୍ଥ ସନ୍ଦର୍ଭରେ ଶାସନତନ୍ତ୍ରରେ ପରିବର୍ତ୍ତନକୁ କ'ଣ କୁହାଯାଇଛି? ସ୍ୱାଧୀନତା। ସେ ସ୍ୱାଧୀନତା ବିଷୟରୁ ଆସିଛି ମାନେ ସବୁ ସେଇ ସ୍ୱାଧୀନତା ନା ଆଉ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଆମେ ବର୍ତ୍ତମାନ ଆଲୋଚନା କରିବା। ପରବର୍ତ୍ତୀ ପ୍ରଶ୍ନ ଛୋଟ ହିଁ ସୁନ୍ଦର। ବିଂଶ ଶତାବ୍ଦୀର ଆରମ୍ଭରୁ ବିଜ୍ଞାନ କେଉଁ ଆଡ଼କୁ ଢଳି ଯାଇଛି? ପ୍ରଶ୍ନ କ'ଣ କହିଲା? ନା ବିଂଶ ଶତାବ୍ଦୀର ଆରମ୍ଭରୁ ବିଜ୍ଞାନ କେଉଁ ଆଡ଼କୁ ଢଳି ଯାଇଛି? ରହସ୍ୟବାଦୀ ଆଡ଼କୁ। ପଦାର୍ଥଙ୍କର ଜଟିଳ ସଂଶ୍ଳେଷଣରୁ କାହାର ଜାତ ବୋଲି ଧରାଯାଇଥିଲା? ଏହାର ସଠିକ ଉତ୍ତର ହେଉଛି ଚେତନା। ନାରୀ ଭାବର ଜାଗରଣ ହେବା ପୁରୁଷ ପକ୍ଷରେ କ'ଣ ହେବ? ଶୁଭଙ୍କର ହେବ। ମଣିଷର ମୂଲ୍ୟକୁ କିଏ ସ୍ୱୀକାର କରେ? ନୂଆ ଅର୍ଥନୀତି। ବିଶିଷ୍ଟ ଅର୍ଥନୀତି ଓ ଲେଖକଙ୍କ ସୂକ୍ଷ୍ମାଚାର କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲା? ଏହାର ସଠିକ ଉତ୍ତର ଜର୍ମାନ। କେବେଠାରୁ ମନୁଷ୍ୟ ପରିବେଶ ସଚେତନ ହୋଇଛି ଓ ନାରୀ ଜାଗରଣକୁ ସ୍ୱାଗତ କରିଛି? ଏହାର ସଠିକ ଉତ୍ତର 1970। ପରବର୍ତ୍ତୀ ପ୍ରଶ୍ନ, ବୈଜ୍ଞାନିକ ବା ବିଜ୍ଞାନ କେବେଠାରୁ ରହସ୍ୟବାଦୀ ଆଡ଼କୁ ଢଳିଛି? ବିଜ୍ଞାନ ଲୋକପ୍ରିୟତା କେବେଠାରୁ ହେଲା ରେ? କେ ଶତାବ୍ଦୀରୁ? 19ବିଂଶ ଶତାବ୍ଦୀରୁ। ନାରୀର ପ୍ରଧାନ ନେତୃତ୍ୱ କ'ଣ ବା ପ୍ରଧାନ ନେତ୍ର କ'ଣ? ନାରୀର କ'ଣ ରେ ବାବୁ? କ'ଣ କରେ ନାରୀ? ଓହୋ,
अंतर्बोध परा अंतर्बोध भूलीगल के पर बढ़िया क्वेश्चन गोटे पचारा प्राबंधिक शरद कुमार महाती के ग्रंथ पर साहित्य अकादेमी पुरस्कार पाइथिले गांधी मनीष पाइले पिले गांधी मनीष प्रभावशाली प्राबंधिक श्रीजुक्त महांती केउ विभाग अध्यापक थिले रे गणित विभाग परा निम्नोक्त मध्यरु केउटा प्राबंधिक कृति नुहे गोटे केटे लेखि नांती रे से विश्व को गवाक्ष रे पिले आलोच्य गुरुत्वपूर्ण क्वेश्चन आलोच्य प्रबंध छोट ही सुंदर प्राबंधिक केउ प्रबंध संकलन आसी रे माने जो छोट ही सुंदर प्रबंधटी प्राबंधिक केउ प्रबंध आसला रे तार अंश विशेष आधुनिकतार रूपरेख ये थिला आमर प्रबंध विभाग आलोचना आशा करे या भल भाव देखिब पढ़िब प्रबंध प्राबंधिक नाम को मुखस्त कर कारण 3 मार्का हो कि 2 मार्का विशिष्ट हो कि 5 मार्क विशिष्ट हो या पढ़िले तुम्हें जापर बुझीपार एवं आम या कण आने पिले एकांकिका गल्प विभाग एमसीक्यू आने तापर लंकुशन आने आपण मैंने ओडिया मास्टर राजेश यूट्यूब चैनल सब्सक्राइब करंतु शेयर करंतु एवं बेल आइकन को दबाई दिंतु आशा करे आगामी काउंसिल परीक्षा तुम सफल हो एवं तुम भविष्य उज्जवलमय हो प्रभु जगतार नाथ निकटरे प्रार्थना पिले पाठ पढ़ रे पाठ पाठ जय जगन्नाथ।